ଆମ ଭାରତରେ ଏମିତି କାହିଁକି ଏତେ ଜ୍ଞାନୀ ପରି ହେଉଥିବା ଭାଇମାନେ ସୋସିଆଲ ମିଡ଼ିଆରେ ଏମିତି ପୋଷ୍ଟ କରୁଛନ୍ତି ଯେମିତିକି ସେମାନେ ବୈଜ୍ଞାନିକଠୁ ମହାନ ଜ୍ଞାନୀ। ଅଲଗା ଦେଶରେ ଯୁଦ୍ଧ ହେଲେ ସେମାନଙ୍କୁ ପରିହାସ କଲା ପରି ପୋଷ୍ଟ କରୁଛନ୍ତି ଯେମିତି ଆମେ ଭାଗ୍ୟବାନ ଅଟୁ, ଆମ ଦେଶରେ କୌଣସି ପ୍ରକାର ଯୁଦ୍ଧ କିମ୍ବା ସଂଗ୍ରାମ ହୁଏ ନାହିଁ। ଅଲଗା ଦେଶରେ ଯୁଦ୍ଧ ସହିତ ଜୀଅନ୍ତା ଲୋକକୁ ଡାକି ହଜାର ହଜାର ଲୋକ ମରୁଛନ୍ତି ଆଉ କଷ୍ଟ ଭୋଗୁଛନ୍ତି। ଏମିତି କହି ପରିହାସ ଭଳି କରୁଥିବା ଲୋକ ନିଜର ଜ୍ଞାନରେ ଆଜି ନିଜେ କଷ୍ଟ ଭୋଗିବାକୁ ବାଧ୍ୟ ହେଉଛି। ଏମିତି ଗୋଟେ ମୂର୍ଖାମୀ ପୋଷ୍ଟଟି ଫେସବୁକ୍ ପେଜ୍ ସ୍କ୍ରଲ୍ କରୁ କରୁ ମୁଁ ଦେଖିଲି ଫନି ଫେସବୁକ୍ ପେଜ୍ରେ ପୋଷ୍ଟ ହୋଇଥିଲା ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମ ଭାରତୀୟ ହୋଲି ଖେଳ ପର୍ବ ଅବସ୍ଥାକୁ ନେଇ। ଆଉ ଲେଖାଥିଲା ଯେ ମୁଁ ଭାରତରେ ଜନ୍ମଗ୍ରହଣ କରିଥିବାରୁ ବହୁତ ଭାଗ୍ୟବାନ ଅନୁଭବ କରୁଛି। ଏମିତି କହୁଥିବା କିଛି ଭାଇମାନେ ଆଉ ଫେସବୁକ୍ ପେଜ୍ ବାଲାକୁ ସେମାନଙ୍କୁ ଏହି କଥା କହିବାକୁ ଚାହିଁବି ଯେ ଅନ୍ୟମାନେ ଯୁଦ୍ଧ ହେଲେ ତୁମେ ଖୁସି ଅନୁଭବ କରିବ ଆଉ ଭାଗ୍ୟବାନ ମନେ କରିବ, ତାହେଲେ ଅନ୍ୟମାନଙ୍କ ଯୁଦ୍ଧରେ ଅନ୍ୟମାନଙ୍କର ସଂଗ୍ରାମରେ ଆମ ଭାରତ ଏବେ ଅସୁବିଧାରେ ପଡ଼ୁଛି। ଗ୍ୟାସ୍ ସିଲିଣ୍ଡର ଆଉ ପେଟ୍ରୋଲିୟମ ଖାଇବା ତେଲ ସବୁ ରେଟ୍ ହୁ ହୁ ବଢ଼ି ଚାଲୁଛି ଆଉ ମିଳିବା ବହୁତ କଷ୍ଟ, ଅଭାବ ଘଟିବାରେ ଲାଗିଛି। ତେବେ ଏବେ ବି ଭାଗ୍ୟ ଅନୁଭବ କରିବା ଦରକାର, ଖୁସି ମନେ କରିବା ଦରକାର। କି ବ୍ୟକ୍ତିତ୍ୱ ଲୋକ ଭାରତରେ, ଭାଇ ଏଇଟା ଜାଣିବା ଦରକାର ମଧ୍ୟପ୍ରାଚ୍ୟ ଦେଶମାନଙ୍କ ପାଇଁ ଆଜି ଆମ ଭାରତ ଦେଶ ଚଳୁଛି ଆଉ ଭଲରେ ଚାଲୁଛି।